লিখনের কাহিনী আজির গল্প নসরুদ্দিনଙ୍କ ଅନୁଭୂତି। ମୁଲ୍ଲା ନସରୁଦ୍ଦିନ ଥରେ ମାତାଲ ଅବସ୍ଥାରେ ମଦ ଭାଟିରୁ ବାହାରୁଥିବା ବେଳେ ନାଳରେ ଗଳି ପଡ଼ିବାରୁ ତାଙ୍କର କିଛି ହାଡ଼ ଭାଙ୍ଗିଗଲା। ତାଙ୍କ ପାଟି ଶୁଣି ତାଙ୍କୁ ଯିଏ ଉଦ୍ଧାର କରିବାକୁ ଆସିଲା ସିଏ ବି ଥିଲା ଭାଟିରୁ ବାହାରିଥିବା ଆଉ ଜଣେ ମାତାଲ। ସେ ବହୁ ଚେଷ୍ଟା କରି ମୁଲ୍ଲାଙ୍କୁ ନାଳ ଭିତରୁ ବାହାର କଲା ବେଳକୁ ଆଉ ଥରେ ଗୋଳାଇ ଦେଲା ଓ ମୁଲ୍ଲାଙ୍କ ଆଉ ଦୁଇଟି ହାଡ଼ ଭାଙ୍ଗିଗଲା। ମୁଲ୍ଲା ଆହୁରି ଜୋରରେ ପାଟି କରି ଉଠିଲେ। ଏବେ ଆଉ 4 ଜଣ ମାତାଲ ଭାଟିରୁ ବାହାରି ଜୁଟି ଯାଇ ମୁଲ୍ଲାଙ୍କୁ ବୋହି ବୋହି ଡାକ୍ତରଖାନା ନେବାକୁ ସ୍ଥିର କଲେ ଏବଂ କହିବା ବାହୁଲ୍ୟ ସେମାନେ ମୁଲ୍ଲାଙ୍କୁ ଆଉ ଥରେ ତଳେ ପକାଇଦେଲେ ଓ ମୁଲ୍ଲାଙ୍କ ଆଉ କିଛି ହାଡ଼ ଭାଙ୍ଗିଗଲା। ତେବେ ଯାହା ହେଉ ମୁଲ୍ଲାଙ୍କ ସ୍ତ୍ରୀ ଖବର ପାଇ ଆସିବାରୁ ସେ ଡାକ୍ତରଖାନାରେ ପହଞ୍ଚି ପାରିଲେ। ମୁଲ୍ଲାଙ୍କୁ ଦେଖା କରିବାକୁ ଆସିଥିବା ବନ୍ଧୁ ପଚାରିଲେ, ମୁଲ୍ଲା କେମିତି ଅଛ? କଷ୍ଟ ହେଉଛି? ମୁଲ୍ଲା ଉତ୍ତର ଦେଲେ, ଠିକ୍ ଅଛି, କେବଳ ହସିଲା ବେଳେ କାଟୁଛି। ବନ୍ଧୁ ପଚାରିଲେ, କି ହୋ ଏ ଅବସ୍ଥା ତୁମେ ହସୁଛ କାହିଁକି? ମୁଲ୍ଲା କହିଲେ, ମୋର ଯେତେବେଳେ କାଲି ରାତି କଥା ମନେ ପଡ଼ିଯାଉଛି ମୋତେ ହସ ଲାଗୁଛି। ମୁଁ ମାତାଲ। ମୋ ଡାକ ଶୁଣି ଯେଉଁମାନେ ସାହାଯ୍ୟ କରିବାକୁ ଆସିଲେ ସମସ୍ତେ ମାତାଲ ଏବଂ ମୋର ଦୁର୍ଭାଗ୍ୟ ଥିଲା ଯେ ସମସ୍ତେ ମୋତେ ସାହାଯ୍ୟ କରିବାକୁ ଚେଷ୍ଟା କଲେ। ଏହା ଭାବିବା ବେଳକୁ ହସ ମାଡୁଛି। ଏକଥା କହି ଗୁରୁ ୟୁଜିକେ କହିଲେ, ଏବେ ସ୍ଥିତି ହେଉଛି ଠିକ୍ ସେମିତି। ଆମେ ସମସ୍ତେ ତ୍ରୁଟିରେ ଭରା, କିନ୍ତୁ ଅନ୍ୟର ତ୍ରୁଟି ସଜାଡ଼ିବା ଉପଦେଶ ଦେବାରେ ବା ଚେଷ୍ଟା କରିବାରେ କାର୍ପଣ୍ୟ କରୁନାହେଁ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।